କ୍ଷୀରରେ ଧୋଇଲେ ମୁଣ୍ଡରେ ମୁହିଲେ ନିମ୍ବ କି ମଧୁର ହୋଇବ, ଯେତେ ପ୍ରକାର ବୁଝେଇ କହିଲେ ପର କି ଆପଣା ହୋଇବ। ଉଂ ବିଷ୍ଣବେ ନମ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଜାତି କେଶରୀ ଦାସ ସବୁଦିନ ଭଳି ଆପଣମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2026 ମାର୍ଚ୍ଚ ମାସ 16 ତାରିଖ, ଓଡ଼ିଆ ଚୈତ୍ର ମାସ ଦ୍ୱିତୀୟ ଦିନ, ସୋମବାର, କୃଷ୍ଣ ପକ୍ଷ ଦ୍ୱାଦଶୀ ତିଥି, ଯାହା ଦିବା 8:16 ପର୍ଯ୍ୟନ୍ତ ରହୁଛି। ତାପରେ ତ୍ରୟୋଦଶୀ ତିଥି ଆରମ୍ଭ ହେଉଛି। ଆଜି ଧନିଷ୍ଠା ନକ୍ଷତ୍ର, ଯାହା ଶେଷ ରାତ୍ରି 5:39 ପର୍ଯ୍ୟନ୍ତ ରହୁଛି। ତାପରେ ଶତଭିଷା ନକ୍ଷତ୍ର ଆରମ୍ଭ ହେଉଛି। ଆଜି ମକର ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି, ଯାହା ଅପରାହ୍ନ 5:09 ପର୍ଯ୍ୟନ୍ତ। ତାପରେ ଚନ୍ଦ୍ର, ଯାହାକି କୁମ୍ଭ ରାଶିରେ ଅବସ୍ଥାପନ କରିବେ। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି, ଯାହା ପ୍ରାପ୍ତ 5:55 ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 5:51। ଆଜି ଯୁଗ୍ନି ରହିଛି ନୈಋତ୍ୟ କୋଣରେ, ଦିବା 8:16 ପରେ ଯୁଗ୍ନି ଦକ୍ଷିଣ କୋଣରେ ରହିବେ। ଆଜି ଘାତ ଚନ୍ଦ୍ର ରହିଛି ସିଂହ ରାଶି ବ୍ୟକ୍ତିଙ୍କର, ଯାହା ଅପରାହ୍ନ 5:09 ପର୍ଯ୍ୟନ୍ତ। ତାପରେ ଘାତ ଚନ୍ଦ୍ର ମିଥୁନ ରାଶି ବ୍ୟକ୍ତି ଏବଂ ମୀନ ରାଶି ବ୍ୟକ୍ତିଙ୍କର। ଆଜି ଘାତବାର ରହିଛି ମିଥୁନ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର ଦିବା 8:16 ମଧ୍ୟ ରହିଛି ଏକ ପାଦ ପୁଷ୍କର ଦୋଷ ଫଳ ରହୁଛି ପଶୁହାନି। ଆଜି ତ୍ରୟୋଦଶୀରେ ଶ୍ରାଦ୍ଧ, ନିଷିଦ୍ଧ ଖାଦ୍ୟ ରହିଛି ପୋଇ, ତତ୍ସହିତ ବାଇଗଣ ଭୋଜନ ନିଷେଧ ରହିଛି। ପୂର୍ବ ଦିନ ଯେଉଁମାନେ ଏକାଦଶୀ କରିଥିଲେ ଆଜି ଶୁଭ ସମୟରେ ପାରାୟଣ କରିବେ। ଆଜି ଶୁଭ କାର୍ଯ୍ୟ ଗୁଡ଼ିକ କରିପାରିବେ, ଯାହାକି ନାମକରଣ, ନିଷ୍କ୍ରାମଣ, ଅନ୍ନପ୍ରସନ୍ନ, ଚତୁର୍ବେଦୀ ବ୍ରତ ପ୍ରଣୟନ, ପୁରାତନ ଗୃହ ପ୍ରବେଶ, ଜଳାଶୟ ଆରମ୍ଭ, ଦେବତା ଗଠନ, ନୌକା ଚାଳନା ଓ ଯାତ୍ରା, ଯାନବାହନ ଚାଳନା ଯାତ୍ରା, ପୁଣ୍ୟ ଆରମ୍ଭ, ନାଟ୍ୟ ଆରମ୍ଭ, ଔଷଧୀକରଣ ଓ ସେବନ, ଆରୋଗ୍ୟ ସ୍ନାନ, ହଳ ପ୍ରବାହ, ବୀର୍ଯ୍ୟରୋପଣ, ବୃକ୍ଷରୋପଣ, ଧାନ୍ୟ ରୋପଣ, ଧାନ୍ୟ ସ୍ଥାପନ, ରଣଗ୍ରହଣ ଓ ଦାନ, ଅଳଙ୍କାର ଧାରଣ, ତତ୍ସହିତ ସାଧ୍ୟ ଭକ୍ଷଣ କରିପାରିବେ। ଆଜିର ଅଶୁଭ ବେଳା, ଯାହା ଦିବା 7:21 ଦିବା 8:54 ମଧ୍ୟ ରହିଛି ରାହୁ କାଳ ସହିତ କାଳ ବେଳା। ସେହିଭଳି ଦିବା 3:20 ଦିବା 4:55 ମଧ୍ୟ ରହିଛି ବାର ବେଳା। ସେହିଭଳି ରାତ୍ରି 10:04 ରାତ୍ରି 11:37 ମଧ୍ୟ ରହିଛି କାଳରାତ୍ରି। ତେଣୁ କାଳରାତ୍ରି, ରାହୁ କାଳ, ବାର ବେଳା ଏବଂ କାଳ ବେଳା ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ପ୍ରାପ୍ତରୁ ଦିବା 7:20 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 10:43 ଦିବା 1:07 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 4:56 ଅପରାହ୍ନ 5:51 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 6:39 ରାତ୍ରି 9:03 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 11:38 ରାତ୍ରି 1:51 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ତେବେ ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି ଆଜି ସମସ୍ତ କାର୍ଯ୍ୟରେ ଆପଣ ସଫଳତା ଅର୍ଜନ କରିବାର ପୂର୍ଣ୍ଣ ଗ୍ରହ ମାନେ ଆପଣଙ୍କୁ ସାଥ ଦେଉଛନ୍ତି। ଆଜି ମେଷ ରାଶି ବ୍ୟକ୍ତି ଯେକୌଣସି କାର୍ଯ୍ୟ କରିଥିଲେ ସେ କାର୍ଯ୍ୟରେ ସିଦ୍ଧିହସ୍ତ ସହିତ ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ ମଧ୍ୟ ଆପଣ ସମ୍ପୂର୍ଣ୍ଣ କରିବାର କ୍ଷମତା ଆପଣଙ୍କ ପାଖରେ ଦେଖାଦେବ। ତେବେ ଆଜି ବ୍ୟକ୍ତିଗତ କାର୍ଯ୍ୟରେ ଆଗକୁ ବଢିବା ସହିତ ଅଫିସ ଜନିତ କାର୍ଯ୍ୟ ଯଦି କିଛି ଜଡ଼ିତ ଥିବ, ସେ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାର କ୍ଷମତା ଆପଣଙ୍କ ପାଖରେ ଦେଖାଦେବ। ତେବେ ମେଷ ରାଶି ବ୍ୟକ୍ତି ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ
ନିଜର ପ୍ରତିଷ୍ଠା ଜାହିର କରିବେ, ମାନ ସମ୍ମାନ ବୃଦ୍ଧି ହବାର ଅନେକ ଯୁଗ ରହୁଛି। ତେବେ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଆଜି ଉତ୍ତମ ଯୁଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ଆଜି ମେଷ ରାଶି ବ୍ୟକ୍ତି ଯୋଉମାନେ ପ୍ରେମ ଜନିତ ଜଡିତ କ୍ଷେତ୍ରରେ ଅଛନ୍ତି ସେମାନଙ୍କ ପାଇଁ ଆଜି ଉତ୍ସାହର ଦିନ, ଯାହାକି ଅନେକ ଭାବ ପ୍ରୀତି ଦେଖାଦେବା ସହିତ ନୂତନ ପ୍ରେମ ବାର୍ତ୍ତାଳାପର ସୁଯୋଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ଆଜି ମେଷ ରାଶି ବ୍ୟକ୍ତି ଆପଣଙ୍କର ପରିବାର ବର୍ଗ ବନ୍ଧୁ ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରହିବ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ଯୋଉମାନେ ବିବାହ ଜନିତ କ୍ଷେତ୍ରରେ ପୁତ୍ର ମାନଙ୍କ ଠାରୁ ଟିକେ ସମ୍ବନ୍ଧ ଭଲ ରଖିବା ପାଇଁ ଚେଷ୍ଟା କରନ୍ତୁ। ଆଜି ମେଷ ରାଶି ବ୍ୟକ୍ତି ଯାହାକି ଶତ୍ରୁ ମାନେ ଆପଣଙ୍କୁ କିଛି ମାତ୍ରାରେ ବିଚଳିତ କରିପାରନ୍ତି, ତେବେ ଏହା ପ୍ରତି ସଚେତନ ରହିଲେ ଆପଣଙ୍କ ପାଇଁ ଉତ୍ତମ ଦିନ କଟିବ। ତେବେ ମେଷ ରାଶି ବ୍ୟକ୍ତି ଆଜି ଦୂରଯାତ୍ରା କରୁଥିଲେ ଆପଣଙ୍କର କାର୍ଯ୍ୟ ସଫଳ ହେବ। ଆଜି ମେଷ ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଆପଣ ଆଶା ଅନୁଯାୟୀ ଲାଭ କରିବାର ଉତ୍ତମ ଯୁଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ଆଜି ମେଷ ରାଶି ବ୍ୟକ୍ତି ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ନେବା ପାଇଁ ଗ୍ରହମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ଆଜି ମେଷ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ପୂର୍ବରୁ ଯଦି କିଛି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ତାହା ସମାଧାନ ହବାର ଅନେକ ଚାନ୍ସ ରହୁଛି। ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 6, ଭାଗ୍ୟ ରଙ୍ଗ ଆପଣ ନୀଳ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି ଆଜି ସମସ୍ତ କାର୍ଯ୍ୟରେ ଆପଣ ଟିକେ ଧ୍ୟାନ ସହକାରେ କରନ୍ତୁ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଠାରୁ ନିଜକୁ ଦୂରତା ଅବଲମ୍ବନ କରନ୍ତୁ। ତେବେ ବୃଷ ରାଶି ବ୍ୟକ୍ତି ଆଜି ଯେକୌଣସି କାର୍ଯ୍ୟ କରୁଛନ୍ତି ବିଶେଷ କରି ହାତେ ମାପି ଚାଖଣ୍ଡେ ଚାଲ ହିସାବରେ କାର୍ଯ୍ୟ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ବିଶେଷ କରି ଦୈନନ୍ଦିନ କାର୍ଯ୍ୟ ବିଳମ୍ବ ଯୁକ୍ତ କାର୍ଯ୍ୟ କ୍ଷେତ୍ରରେ ଅନେକ ସମସ୍ୟା ବାଧାବିଘ୍ନତା ଉତ୍ପନ୍ନ ହବାର ଅନେକ ଚାନ୍ସ ରହୁଛି। ତେଣୁ ବୃଷ ରାଶି ବ୍ୟକ୍ତି ଏହା ପ୍ରତି ନିଶ୍ଚିତ ଧ୍ୟାନ ଦେବା ସହିତ ଆପଣଙ୍କର ଅଫିସ ଜନିତ କାର୍ଯ୍ୟରେ ଯଦି କିଛି ଜଡିତ ଥିବେ ତାହା ସମସ୍ୟା ଭିତରେ ପଶିଯିବେ ଏବଂ କାର୍ଯ୍ୟ ଅନେକ ଚାପ ବୃଦ୍ଧି ହୋଇପାରେ। ତେଣୁ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆଜି ବୃଷ ରାଶି ବ୍ୟକ୍ତି ଯାହାକି ଯୋଉମାନେ ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ସେମାନଙ୍କ ପାଇଁ ଆଦୌ ଆଜି ଭଲ ଦିନ ହୋଇ ନପାରେ। ଅନେକ ବିରୁଦ୍ଧ ଆବାସ ଆସିପାରେ। ନିଜ ଭିତରେ ଆପଣଙ୍କର ମନାନ୍ତର ମାନସିକ ଅସ୍ଥିରତା ଏବଂ ମାନ ସମ୍ମାନ ହାନି ହବାର ଚାନ୍ସ ରହୁଛି। ଆଜି ବୃଷ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଦୌ ଉତ୍ତମ ଦିନ ହୋଇ ନପାରେ। ତତ୍ସହିତ ନିଜର ପାଠ ପଢା କ୍ଷେତ୍ରରେ ମଧ୍ୟ ଅବହେଳା ଯୁକ୍ତ ରହିପାରନ୍ତି। ଆଜି ବୃଷ ରାଶି ବ୍ୟକ୍ତି ଯାହାକି ଯୋଉମାନେ ପରିବାର ବର୍ଗଙ୍କ ସହିତ ଜଡିତ ଅଛନ୍ତି ଅନେକ ମନାନ୍ତର ସହିତ ଆଦୌ ଭଲ ଦିନ ହୋଇ ନପାରେ। ତତ୍ସହିତ ପ୍ରେମ ଜଗତରେ ଯୋଉମାନେ ଜଡିତ ଅଛନ୍ତି ବୃଷ ରାଶି ବ୍ୟକ୍ତି ଆଜି ଅନେକ ମନାନ୍ତର କଳହ ଦେଖା ଦେଇପାରେ। ତେଣୁ ଏହା ପ୍ରତି ସଚେତନ ରହିବା ସହିତ ନୂତନ ପ୍ରେମର ବାର୍ତ୍ତାଳାପ ଯୋଉମାନେ ଇଚ୍ଛା ପ୍ରକଟ କରି ରଖିଛନ୍ତି ଆଦୌ ଆଜି ଦୂରତା ଅବଲମ୍ବନ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ଆଜି ବୃଷ ରାଶି ବ୍ୟକ୍ତି ବନ୍ଧୁ ବର୍ଗଙ୍କ ସହିତ ମଧ୍ୟ ସମ୍ବନ୍ଧ ମନାନ୍ତର ଯୁଗ ରହୁଛି। ବେପାର ବାଣିଜ୍ୟ କରନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଯଦି ପୂର୍ବରୁ ସମସ୍ୟା ଥିବ ଆଜି ବୃଦ୍ଧି ହବାର ଅନେକ ଚାନ୍ସ ରହୁଛି। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 4, ଭାଗ୍ୟ ରଙ୍ଗ ଆପଣ ଧୂସର ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 40% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତି ଆଜି ଦୈନନ୍ଦିନ କାର୍ଯ୍ୟରେ ଆଗକୁ ବଢିବା ସହିତ କାର୍ଯ୍ୟରେ ସଫଳତା ଅର୍ଜନ କରିବାର ଉତ୍ତମ ଯୁଗ ରହିଛି। ଆଜି ଯାହାକି ନିଜର କମ୍ପିଟିସନ କ୍ଷେତ୍ରରେ ମିଥୁନ ରାଶି ବ୍ୟକ୍ତି ନିଶ୍ଚିତ ଆଗକୁ ବଢିବା ସହିତ ଶତ୍ରୁ ମାନଙ୍କୁ ପରାଜିତ କରିବାର କ୍ଷମତା ଆପଣଙ୍କ ପାଖରେ ଦେଖାଦେବ। ଆଜି ମିଥୁନ ରାଶି ବ୍ୟକ୍ତି ଯାହାକି ଅଫିସ ଜନିତ କାର୍ଯ୍ୟରେ ନିଶ୍ଚିତ ଉତ୍ସାହ ସହକାରେ କରିବେ, ତତ୍ସହିତ ମଧ୍ୟ ଖୁସି ଅନୁଭବ କରିପାରନ୍ତି। ତେବେ ଆଜି ମିଥୁନ ରାଶି ବ୍ୟକ୍ତି ଯୋଉମାନେ ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ଆପଣଙ୍କର କାର୍ଯ୍ୟ କିଛି ମାତ୍ରାରେ ଉତ୍ସାହ ପ୍ରଦାନ କରିପାରେ। ଆଜି
मिथुन राशि व्यक्ति शिक्षार्थी विद्यार्थी मानकर निजर पाठ पढ़ा क्षेत्र रे मध्य आपण टिके आगो को बढ़ी पारंती जहा आपणकर भाग्य ग्रह किछि मात्रा रे सहाय्य करूछंती। आज मिथुन राशि व्यक्ति जो माने प्रेम जगत रे अछंती निजर उत्तम जुग रहुथिबारु आज प्रेम संबंध भल रहिबो। नूतन प्रेम वार्तालाप करिबा पई किंतु आदु आज भल दिन होई न पारे। तेबे आज मिथुन राशि व्यक्ति परिवार वर्ग एवं बंधु वर्गଙ୍କ सहित भल संबंध रही पारे किंतु किछि मात्रा रे मनांतर आसी पारे। तेणु यहाँ प्रति मिथुन राशि व्यक्ति टिके ध्यान दबार आवश्यकता रही। आज मिथुन राशि व्यक्ति व्यापार वाणिज्य क्षेत्र रे आपण आशा अनुଯାयी लाभ करि न पारंती किंतु क्षति मध्य हेबो नाही। तेबे मिथुन राशि व्यक्ति आज नूतन व्यापार वाणिज्य निष्पत्ति ठारू टिके दूरता अवलंबन करिले आपणक पई भल हेबो। तेबे मिथुन राशि व्यक्ति आज टिके धार उधार ठारू टिके दूरता अवलंबन करिवार निहाती आवश्यकता रहिछि। आज मिथुन राशि व्यक्ति स्वास्थ्यगत दृष्टि देखिले आपणकर स्वास्थ्य समस्या अनेक मात्रा रे वृद्धि होई पारे। आज मिथुन राशि व्यक्तिंकर भाग्य संख्या रहिछि जहा कि 2 भाग्य रंग आपण कमला रंग व्यवहार करि परिबे एवं ग्रह माने आपण को आज 75% साथ दउछंती। एबे चलंतु जानिबा कर्कट राशि व्यक्तिंक विषय। कर्कट राशि व्यक्ति आज समस्त कार्य रे आपण आगो को बढ़िबार उत्तम जुग रहिछि। निजर कार्य रे जहा कि उत्साह एवं किछि आगो को बढ़िबार निजर कार्य सफलता प्राप्त करिबार उत्तम दिन होई पारे। तेबे आज कर्कट राशि व्यक्ति दैनंदिन कार्य आगो को बढ़िबा सहित आपण ऑफिस जनित कार्य जदि कार्य करूथिबे निश्चित कार्यटी उत्साहजनक हेबो एवं मनरे बहुत आनंदित होई पारंती। आज कर्कट राशि व्यक्ति किछि नूतन कार्य रे मध्य भाग नबार उत्तम जुग रहिछि। आज जहा कि कर्कट राशि व्यक्ति राजनीतिक सामाजिक क्षेत्र रे कार्य करूथिबा व्यक्ति मानक पई उत्तम जुग रहुछि। तत्सहित मान सम्मान वृद्धि होबा सहित शिक्षार्थी विद्यार्थी मानकर आज जहा कि पाठ पढ़ा रे जहा कि निजर मनोवृत्ति बढ़ी पारे। तेबे आज कर्कट राशि व्यक्ति प्रेम दुनिया रे जो माने जड़ित अछंती मधुर संपर्क वृद्धि करिबा सहित नूतन प्रेम वार्तालाप करिबा पई आज उत्तम जुग रहुछि। तेबे आज कर्कट राशि व्यक्ति जदि आपण जहा कि विवाह जनित किछि मांगलिक कार्य रे जदि आपण इच्छा प्रकट करूछंती तेबे ताहा आपणक पई उत्तम दिन होई पारे। आज कर्कट राशि व्यक्तिंकर जदि नूतन व्यापार वाणिज्य करिबा पई आज भल दिन होई पारे। तत्सहित व्यापार वाणिज्य क्षेत्र रे जो माने कार्य करूछंती निश्चित आपण आशा ठारू अधिक लाभ प्राप्त करिवार पूर्ण सुयोग रहुछि। तेबे आज कर्कट राशि व्यक्ति जहा कि अर्थ संचय करिवार पूर्ण सुयोग रहुछि। तेबे पूर्वरु करिथिबा परिश्रमर फल प्राप्त करिवार पूर्ण जुग रहुछि। आज कर्कट राशि व्यक्ति स्वास्थ्यगत दृष्टि देखिले आपणकर पूर्वरु जदि किछि स्वास्थ्य समस्या थिबो आज निश्चित ताहा समाधान होबार अनेक चांस रहुछि। आज कर्कट राशि व्यक्तिंकर भाग्य संख्या रहिछि जहा कि 2 भाग्य रंग आपण कमला रंग व्यवहार करि परिबे एवं ग्रह माने आपण को आज जहा कि 90% साथ दउछंती। एबे चलंतु जानिबा सिंह राशि व्यक्तिंक विषय। सिंह राशि व्यक्ति आज दिनटी आपणक पई जहा कि जेकोनोसी गुरुत्व निष्पत्ति नबा पई पूर्ण शुभ जुग रहुछि। आज सिंह राशि व्यक्ति जेकोनोसी कार्य करिवे से कार्य रे सफलता हासिल करिबा सहित किछि नूतन कार्य मध्य करि पारंती। तेबे आज सिंह राशि व्यक्ति दैनंदिन कार्य रे आपणकर प्रतिभा निश्चित परिप्रकाश होबार पूर्ण जुग रहुछि। तत्सहित सिंह राशि व्यक्ति आज ऑफिस जनित कार्य क्षेत्र रे जदि कार्य करूछंती निश्चित आपणकर कार्य आज उत्साहजनक होबार पूर्ण जुग रहुछि। आज सिंह राशि व्यक्ति जहा कि राजनीतिक सामाजिक क्षेत्र रे कार्य करूथिबा व्यक्तिंक पई आज निश्चित एक सफलतार दिन होबा सहित आपणकर मान सम्मान वृद्धि होबार पूर्ण जुग रहुछि। आज सिंह राशि व्यक्ति शिक्षार्थी विद्यार्थी मानक पई आज निश्चित एक उत्तम दिन होई पारे।
ତେବେ ଆଜି ସିଂହ ରାଶି ବ୍ୟକ୍ତି ଯୋଉମାନେ ପ୍ରେମ ଦୁନିଆରେ ଜଡିତ ଅଛନ୍ତି ସେମାନଙ୍କ ପାଇଁ ଆଜି ଉତ୍ସାହ ଏବଂ ଆନନ୍ଦିତ ଦିନ ହୋଇପାରେ। ତତ୍ସହିତ ନୂତନ ଯୋଉମାନେ ପ୍ରେମର ବାର୍ତ୍ତାଳାପ କରିବା ପାଇଁ ଚାହୁଁଛନ୍ତି ଆଜି ନିଶ୍ଚିତ ଆପଣଙ୍କ ପାଇଁ ଶୁଭ ଯୁଗ ହୋଇପାରେ। ତେବେ ଆଜି ସିଂହ ରାଶି ବ୍ୟକ୍ତି ଯାହାକି ଆପଣ ବେପାର ବାଣିଜ୍ୟ କ୍ଷେତ୍ରରେ ଯଦି କାର୍ଯ୍ୟ କରୁଛନ୍ତି ନିଶ୍ଚିତ ଆପଣ ଆଶା ଅନୁସାରେ ଅଧିକ ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତେବେ ଆଜି ବେପାର ବାଣିଜ୍ୟରେ ନିଶ୍ଚିତ ଲାଭ କରିବା ସହିତ ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ନେବା ପାଇଁ ଗ୍ରହମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ତେବେ ଆଜି ସିଂହ ରାଶି ବ୍ୟକ୍ତି ଆଜି ଅର୍ଥ ସଞ୍ଚୟ କରିବାର ମଧ୍ୟ ଶୁଭ ଯୋଗ ରହୁଛି। ଆଜି ସିଂହ ରାଶି ବ୍ୟକ୍ତି ପରିବାର ବର୍ଗଙ୍କ ସହିତ ଏବଂ ବନ୍ଧୁ ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରହିପାରେ। ତେବେ ସିଂହ ରାଶି ବ୍ୟକ୍ତି ଆଜି ଦୂରଯାତ୍ରା କରୁଥିଲେ ସେ ଦୂରଯାତ୍ରାରେ ଆପଣଙ୍କର କାର୍ଯ୍ୟ ନିଶ୍ଚିତ ସଫଳତା ଆଡକୁ ଅଗ୍ରଗତି କରିପାରେ। ଆଜି ସିଂହ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସ୍ଥିର ରହିବ ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 7। ଭାଗ୍ୟ ରଙ୍ଗ ଆପଣ ହଳଦିଆ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 85% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ଏକ ଅସ୍ଥିର ଦିନ ହୋଇପାରେ। ମନରେ ଆନନ୍ଦିତ ହବା ଆଜି ନାସ୍ତି ଯୁଗ ରହୁଛି। ତେଣୁ କନ୍ୟା ରାଶି ବ୍ୟକ୍ତି ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ଦୂରତା ଅବଲମ୍ବନ କରିବା ସହିତ ନିଜର କାର୍ଯ୍ୟ ପ୍ରତି ସଚେତନ ନିଶ୍ଚିତ ରୁହନ୍ତୁ। ତେବେ କନ୍ୟା ରାଶି ବ୍ୟକ୍ତି ଆଜି ଦୈନନ୍ଦିନ କାର୍ଯ୍ୟରେ ଅନେକ ଅସ୍ଥିରତା ସହିତ ନିଜର ଅଫିସ ଜନିତ କାର୍ଯ୍ୟରେ ବିଳମ୍ବ ଯୁକ୍ତ ହୋଇପାରେ। ତେବେ ଆଜି କନ୍ୟା ରାଶି ବ୍ୟକ୍ତି ନିଜର କାର୍ଯ୍ୟ ଗୁଡିକୁ ନିଶ୍ଚିତ ଧ୍ୟାନ ପୂର୍ବକ କରନ୍ତୁ। ତତ୍ସହିତ ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ମାନେ ନିଜର ଅସ୍ଥିରତା ମାନ ସମ୍ମାନ ହାନି ହବାର ଅନେକ ଚାନ୍ସ ରହୁଛି। ଆଜି କନ୍ୟା ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ପାଠ ପଢାରେ ଅବହେଳା ଯୁକ୍ତ ରହୁଛି। ତେଣୁ ନିଶ୍ଚିତ ନିଜର ପାଠ ପଢା ପ୍ରତି ସଚେତନ ରୁହନ୍ତୁ। ଆଜି କନ୍ୟା ରାଶି ବ୍ୟକ୍ତି ଯଦି ଦୂରଯାତ୍ରା କରୁଛନ୍ତି ସେଥିରେ କାର୍ଯ୍ୟ ସଫଳତା ହବା ଭାରି କଷ୍ଟକର ଯୁଗ ବନଉଛି। ଆଜି କନ୍ୟା ରାଶି ବ୍ୟକ୍ତି ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି ନିଜର ପ୍ରେମ ସମ୍ବନ୍ଧକୁ ସ୍ଥିର ରଖିବା ପାଇଁ ଚେଷ୍ଟା କରନ୍ତୁ। ଆବଶ୍ୟକ ସ୍ଥଳେ ଚୁପ୍ ରୁହନ୍ତୁ। କୌଣସି ଯୁକ୍ତି ତର୍କ କରନ୍ତୁ ନାହିଁ ଯାହା ଆପଣଙ୍କ ପାଇଁ ଭଲ ହେବେ। ତେବେ କନ୍ୟା ରାଶି ବ୍ୟକ୍ତି ଆଜି ପରିବାର ବର୍ଗ ବନ୍ଧୁ ବର୍ଗଙ୍କ ସହିତ ସମ୍ବନ୍ଧ କିଛି ମାତ୍ରାରେ ଅସ୍ଥିରତା ଦେଖା ଦେଇପାରେ। ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ ଯାହା ଆପଣଙ୍କ ପାଇଁ ଭଲ ହେବେ। ତେବେ ଆଜି କନ୍ୟା ରାଶି ବ୍ୟକ୍ତି ଯାହାକି ବେପାର ବାଣିଜ୍ୟରେ ଆପଣ ଆଜି ଅନେକ କ୍ଷତି ସହିବାକୁ ପଡିପାରେ। ତେଣୁ ନିଶ୍ଚିତ ବେପାର ବାଣିଜ୍ୟ କ୍ଷେତ୍ରରେ ଆପଣ ଧ୍ୟାନ ପୂର୍ବକ କାର୍ଯ୍ୟ କରନ୍ତୁ। କୌଣସି ରିସ୍କଫୁଲ ବେପାର ବାଣିଜ୍ୟ କରନ୍ତୁ ନାହିଁ। ନୂତନ ବେପାର ବାଣିଜ୍ୟ କ୍ଷେତ୍ରରେ ଆପଣ ଆଦୌ ଭଲ ଦିନ ହୋଇ ନପାରେ। ତେବେ ଆଜି କନ୍ୟା ରାଶି ବ୍ୟକ୍ତି ଯାହାକି ଆପଣଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ପୂର୍ବରୁ ଯୋଉ ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ଆହୁରି ଦ୍ୱିଗୁଣିତ ହବାର ଅନେକ ଚାନ୍ସ ରହୁଛି। କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 8। ଭାଗ୍ୟ ରଙ୍ଗ ଆପଣ ଗୋଲାପୀ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 40% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ଆଜି ସମସ୍ତ କାର୍ଯ୍ୟରେ ଆଜି କାର୍ଯ୍ୟ ଗୁଡିକ ଉତ୍ସାହଜନକ ହୋଇପାରେ। ନିଜର ଭାବ ପ୍ରବଣତା ଅଧିକ ଦେଖା ଦେଇପାରେ ଏବଂ କାର୍ଯ୍ୟ ଗୁଡିକ ଉତ୍ସାହଜନକ ଏବଂ କାର୍ଯ୍ୟ ସିଦ୍ଧି ଯୁଗ ରହୁଛି ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ତେବେ ତୁଳା ରାଶି ବ୍ୟକ୍ତି ଆଜି କିଛି ନୂତନ କାର୍ଯ୍ୟରେ ଯୁକ୍ତ ରହିପାରନ୍ତି। ତତ୍ସହିତ ଆଜି ଦୈନନ୍ଦିନ କାର୍ଯ୍ୟରେ ଆପଣ ବହୁତ ଆନନ୍ଦିତ ରହିପାରନ୍ତି। ତେବେ ଆଜି ତୁଳା ରାଶି ବ୍ୟକ୍ତି ନିଜର ଅଫିସ ଜନିତ କାର୍ଯ୍ୟ କ୍ଷେତ୍ରରେ ନିଶ୍ଚିତ ଆପଣ କାର୍ଯ୍ୟ ସଫଳ ଯୁଗ ରହୁଛି। ତତ୍ସହିତ ଆଜି ତୁଳା ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଯୋଉମାନେ କାର୍ଯ୍ୟ କରୁଛନ୍ତି ନିଜର ମାନ ସମ୍ମାନ ପ୍ରତିଷ୍ଠା ଲାଭ କରିପାରନ୍ତି। ତେବେ ତୁଳା ରାଶି ବ୍ୟକ୍ତି ଆଜି ଆପଣଙ୍କର ଯୋଉମାନେ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ଅଛନ୍ତି ସେମାନଙ୍କ ପାଇଁ ଆଜି କିଛି ମାତ୍ରାରେ ଭାଗ୍ୟ ଗ୍ରହ ସାଥ ଦଉଛି।
ଯାହାକି ଆପଣ କିଛି ଯୋଉ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ପଢାପଢି କ୍ଷେତ୍ରରେ ସଫଳତା ଅର୍ଜନ କରିପାରନ୍ତି। ତେବେ ତୁଳା ରାଶି ବ୍ୟକ୍ତି ଆଜି ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି ମଧୁର ଭାବ ପ୍ରବଣତା କ୍ଷେତ୍ରରେ କିଛି ମାତ୍ର ହାନି ଯୁଗ ରହୁଛି, ତେଣୁ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆଜି ତୁଳା ରାଶି ବ୍ୟକ୍ତି ଯାହାକି ନୂତନ ପ୍ରେମ ବାର୍ତ୍ତାଳାପ ଠାରୁ ଦୂରତା ଅବଲମ୍ବନ କରନ୍ତୁ। ପରିବାର ବର୍ଗ ଏବଂ ବନ୍ଧୁ ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରହିବାର ଉତ୍ତମ ଯୁଗ ତିଆରି କରନ୍ତୁ ତୁଳା ରାଶି ବ୍ୟକ୍ତି ମାନେ। ଆଜି ତୁଳା ରାଶି ବ୍ୟକ୍ତି ଯୋଉମାନେ ବେପାର ବାଣିଜ୍ୟ କରୁଛନ୍ତି ଆଜି ନିଶ୍ଚିତ ସଫଳତା ହାସଲ କରିବାର ଗ୍ରହ ମାନେ ଆପଣଙ୍କୁ ସାଥ ଦଉଛନ୍ତି। ତେବେ ଜମି ଜମା କ୍ଷେତ୍ରରେ ଯୋଉମାନେ କାର୍ଯ୍ୟ କରୁଛନ୍ତି ଆଜି ଆପଣଙ୍କ ପାଇଁ ଏକ ଅତି ଉତ୍ତମ ଦିନ ହୋଇପାରେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ତୁଳା ରାଶି ବ୍ୟକ୍ତି ଆଜି କୌଣସି ଦୂରଯାତ୍ରାରେ ଯାଉଛନ୍ତି ସେ କାର୍ଯ୍ୟ ନିଶ୍ଚିତ ସଫଳତା ହବାର ଅନେକ ଚାନ୍ସ ରହୁଛି। ଆଜି ତୁଳା ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ଅନେକ କ୍ଷେତ୍ରରେ ଦେଖା ଦେଇପାରେ। ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 6। ଭାଗ୍ୟ ରଙ୍ଗ ଆପଣ ମିଶ୍ରିତ କଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 70% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ଆପଣଙ୍କର ଭାଗ୍ୟ ଉତ୍ତମ ଯୁଗ ରହୁଛି। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଗ୍ରହ ମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ଆଜି ବିଛା ରାଶି ବ୍ୟକ୍ତି ଯେକୌଣସି କାର୍ଯ୍ୟ କରିବେ ସେ କାର୍ଯ୍ୟରେ ସିଦ୍ଧି ଯୁଗ ରହିବା ସହିତ ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ କରିବାର କ୍ଷମତା ଆପଣଙ୍କ ପାଖରେ ଦେଖାଦେବ। ତେବେ ଆଜି ବିଛା ରାଶି ବ୍ୟକ୍ତି କିଛି ନୂତନ କାର୍ଯ୍ୟ କରି ନିଜର କାର୍ଯ୍ୟ ସଫଳତା ହାସଲ କରିବା ସହିତ ଅଫିସ ଜନିତ କାର୍ଯ୍ୟରେ ନିଶ୍ଚିତ ଆପଣଙ୍କର କାର୍ଯ୍ୟ କୌଶଳ ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରିପାରେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ବିଛା ରାଶି ବ୍ୟକ୍ତି ନିଜର କାର୍ଯ୍ୟ କ୍ଷେତ୍ରରେ ଆପଣ ପ୍ରଶଂସା ପାଇବାର ଉତ୍ତମ ଯୁଗ ରହୁଛି। ଆଜି ବିଛା ରାଶି ବ୍ୟକ୍ତି ଯାହାକି ଆପଣ ଯୋଉମାନେ ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ଆପଣଙ୍କ ଆଜି ମାନ ସମ୍ମାନ ବୃଦ୍ଧି ପାଇବାର ଉତ୍ତମ ଯୁଗ ରହୁଛି, ଯାହା ଆପଣଙ୍କର ଭାଗ୍ୟ କ୍ଷେତ୍ରରେ ଦେଖା ଦଉଛି। ତେବେ ଆଜି ବିଛା ରାଶି ବ୍ୟକ୍ତି ଶିକ୍ଷା କ୍ଷେତ୍ରରେ ଯୋଉମାନେ ଜଡିତ ଅଛନ୍ତି ଯାହାକି ଆପଣଙ୍କର ଭାଗ୍ୟ ଉତ୍ତମ ଯୁଗ ରହୁଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ତେବେ ବିଛା ରାଶି ବ୍ୟକ୍ତି ଆଜି ଯଦି କୌଣସି ଦୂରଯାତ୍ରା ପାଇଁ ଯାଉଛନ୍ତି ସେ କାର୍ଯ୍ୟରେ ନିଶ୍ଚିତ ସିଦ୍ଧି ଯୁଗ ରହୁଛି, ଯାହା ଆପଣଙ୍କର ଗ୍ରହ ରାଶିରୁ ଜଣା ପଡୁଛି। ତେବେ ବିଛା ରାଶି ବ୍ୟକ୍ତି ଆଜି ନୂତନ ପ୍ରେମ ବାର୍ତ୍ତାଳାପ କରିବା ପାଇଁ ଗ୍ରହ ମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବା ସହିତ ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡିତ ଅଛନ୍ତି ଆଜି ନିଶ୍ଚିତ ଆପଣଙ୍କ ପାଇଁ ଏକ ଭଲ ବାର୍ତ୍ତାଳାପ କରିବାର ଉତ୍ତମ ଯୁଗ ବନେଇ ପାରେ। ତେବେ ଆଜି ବିଛା ରାଶି ବ୍ୟକ୍ତି ପରିବାର ବର୍ଗ ବନ୍ଧୁ ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରହିବାର ଉତ୍ତମ ଯୁଗ ରହୁଛି। ଆଜି ବିଛା ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସମ୍ପୂର୍ଣ୍ଣ ଯୁଗ ବନେଇବା ସହିତ ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ନେବା ପାଇଁ ଗ୍ରହ ମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ତେବେ ଆଜି ବିଛା ରାଶି ବ୍ୟକ୍ତି ପୂର୍ବରୁ କରିଥିବାର ପରିଶ୍ରମର ଫଳ ପ୍ରାପ୍ତ କରିପାରନ୍ତି। ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବା। ଆଜି ବିଛା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 4। ଭାଗ୍ୟ ରଙ୍ଗ ଆପଣ ସବୁଜ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 85% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ଧନୁ ରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁ ରାଶି ବ୍ୟକ୍ତି ଆଜି ନିଜର ଦୈନନ୍ଦିନ କାର୍ଯ୍ୟରେ ଆପଣ କାର୍ଯ୍ୟ ବିଫଳତା ସାମ୍ନା କରିବାର ଚାନ୍ସ ରହୁଛି। ତେବେ ଆଜି ଧନୁ ରାଶି ବ୍ୟକ୍ତି ନିଜର ପ୍ରତ୍ୟେକ କାର୍ଯ୍ୟ ବିଫଳତା ସହିତ କାର୍ଯ୍ୟରେ ଅସ୍ଥିରତା ଦେଖା ଦେଇପାରେ, ତେଣୁ ଏହା ପ୍ରତି ଧ୍ୟାନ ଦେବା ସହିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ଧନୁ ରାଶି ବ୍ୟକ୍ତି ନିଶ୍ଚିତ ଆପଣ ଦୂରତା ଅବଲମ୍ବନ କରିବା ସହିତ ଆଜି ଅଫିସ ଜନିତ କାର୍ଯ୍ୟରେ ଯଦି ଜଡିତ ଅଛନ୍ତି ଧନୁ ରାଶି ବ୍ୟକ୍ତି ନିଜର କାର୍ଯ୍ୟ ପ୍ରତି ଏକାଗ୍ରତା ଜାହିର କରନ୍ତୁ। କୌଣସି କାର୍ଯ୍ୟ ପ୍ରତି ଆଦୌ ତ୍ରୁଟି ଭଙ୍ଗ କରନ୍ତୁ ନାହିଁ, କାରଣ ଆଜି କାର୍ଯ୍ୟରେ ଅନେକ ଚାପ ବଢିବ, ମାନସିକ ଅସ୍ଥିରତା ଦେଖାଦେବ, ତେଣୁ ଏହା ପ୍ରତି ନିଶ୍ଚିତ ଧନୁ ରାଶି ବ୍ୟକ୍ତି ସଚେତନ ରୁହନ୍ତୁ। ଆଜି ଧନୁ ରାଶି ବ୍ୟକ୍ତି ନିଜର ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ମାନେ
ଆଜି ନିଜର କାର୍ଯ୍ୟରେ ଅବହେଳା ରହିବା ସହିତ ଆପଣଙ୍କର ମାନ ସମ୍ମାନ ହାନି ହେବାର ଅନେକ ଚାନ୍ସ ରହୁଛି। ତେଣୁ ଏହା ପ୍ରତି ନିଶ୍ଚିତ ଧନୁରାଶି ବ୍ୟକ୍ତି ସଚେତନ ରହିବା ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନେ ନିଜର ପାଠ ପଢାରେ ଆଜି ଅବହେଳା ଯୁକ୍ତ କରିପାରନ୍ତି। ତେଣୁ ନିଜର ପାଠ ପଢା ପ୍ରତି ନିଶ୍ଚିତ ଏକାଗ୍ରତା ଜାହିର କରନ୍ତୁ। ତେବେ ଧନୁରାଶି ବ୍ୟକ୍ତି ଆଜି ନିଜର ଯାହାକି କୌଣସି ଦୂରଯାତ୍ରା କରୁଛନ୍ତି ସେ ଯାତ୍ରାରେ ଆପଣ ଆଶା ଅନୁଯାୟୀ ସଫଳତା ପ୍ରାପ୍ତ ନ କରିପାରନ୍ତି। ତେଣୁ ଧନୁରାଶି ବ୍ୟକ୍ତି ଏହା ପ୍ରତି ସଚେତନ ରହିବା ସହିତ ଯୋଉମାନେ ନୂତନ ପ୍ରେମ ବାର୍ତ୍ତାଳାପ କରିବା ପାଇଁ ଇଚ୍ଛା ପ୍ରକଟ କରୁଛନ୍ତି ଆଦୌ ଆପଣଙ୍କ ପାଇଁ ଭଲ ଦିନ ହୋଇ ନପାରେ। ତେବେ ଧନୁରାଶି ବ୍ୟକ୍ତି ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡିତ ଅଛନ୍ତି ଆଜି କିଛି ସମ୍ବନ୍ଧରେ ଫାଟ ସୃଷ୍ଟି ହୋଇପାରେ। ତେଣୁ ଏହା ପ୍ରତି ସଚେତନ ରହିବା ସହିତ ପରିବାର ବର୍ଗ ବନ୍ଧୁ ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରଖନ୍ତୁ। ଆବଶ୍ୟକ ସ୍ଥଳେ ଚୁପ୍ ରୁହନ୍ତୁ, କାରଣ ମନାନ୍ତର ଯୁଗ ଏବଂ ମାନସିକ ପୀଡା ମଧ୍ୟ ଆପଣ ଭୋଗ କରିପାରନ୍ତି। ଆଜି ଧନୁରାଶି ବ୍ୟକ୍ତି ଯାହାକି ବେପାର ବାଣିଜ୍ୟ କ୍ଷେତ୍ରରେ ଆପଣ ଆଶା ଅନୁଯାୟୀ ଲାଭ କରି ନ ପାରନ୍ତି ବରଂ କ୍ଷତି ଆପଣଙ୍କୁ ସାମ୍ନା କରିବାକୁ ପଡିପାରେ। ଧନୁରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ହାନି ଆଜି ରହୁଛି। ଧନୁରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 2। ଭାଗ୍ୟ ରଙ୍ଗ ଆପଣ କମଳା ରଙ୍ଗ ବ୍ୟବହାର କରନ୍ତୁ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 45% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ସମସ୍ତ କାର୍ଯ୍ୟରେ ଆପଣ ଖ୍ୟାତି ଅର୍ଜନ କରିବା ସହିତ କିଛି ଭଲ ଖବର ଆପଣ ପ୍ରାପ୍ତ କରିବାର ଉତ୍ତମ ଯୋଗ ରହୁଛି। କିଛି ଆଜି ଉପହାର ଆପଣ ମିଳିପାରେ ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ଆଜି ମକର ରାଶି ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟରେ ଆପଣ ଉତ୍ସାହ ସହକାରେ କରିବେ। ତତ୍ସହିତ ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ କରିବାର କ୍ଷମତା ଆପଣଙ୍କ ପାଖରେ ଦେଖାଦେବ। ତେବେ ଆଜି ଯାହାକି ମକର ରାଶି ବ୍ୟକ୍ତି ଅଫିସ ଜନିତ କାର୍ଯ୍ୟରେ ଯଦି ଥିବେ କାର୍ଯ୍ୟ ନିଶ୍ଚିତ ଆପଣଙ୍କୁ ସଫଳତା ଆଡକୁ ଅଗ୍ରଗତି କରିବ ଏବଂ ନିଜର କାର୍ଯ୍ୟ ଆପଣଙ୍କୁ ନିଶ୍ଚିତ ଆନନ୍ଦିତ କରିପାରେ ଅଫିସ ଜନିତ କ୍ଷେତ୍ରରେ। ତତ୍ସହିତ ଆପଣଙ୍କର କାର୍ଯ୍ୟ କୌଶଳରେ ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରିପାରେ ଏବଂ ଆପଣ ପ୍ରଶଂସାର ପାତ୍ର ବନି ପାରନ୍ତି। ଆଜି ମକର ରାଶି ବ୍ୟକ୍ତିଙ୍କୁ ସମସ୍ତେ ସହଯୋଗ କରିପାରନ୍ତି। ନିଜର କାର୍ଯ୍ୟ କ୍ଷେତ୍ରରେ ଆପଣ ଆଗକୁ ବଢିବାର ସମ୍ପୂର୍ଣ୍ଣ ଯୋଗ ରହିବା ସହିତ ଯୋଉମାନେ ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ନିଶ୍ଚିତ ଆପଣଙ୍କ ପାଇଁ ଉତ୍ତମ ଦିନ ହୋଇପାରେ। ତେବେ ଆଜି ମକର ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଗ୍ରହ ମାନେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ଆଜି ମକର ରାଶି ବ୍ୟକ୍ତି ଯାହାକି ଦୂରଯାତ୍ରା ଯଦି କରୁଛନ୍ତି ନିଶ୍ଚିତ ସେ ଦୂରଯାତ୍ରାରେ ଆପଣ ସଫଳତା ପ୍ରାପ୍ତ କରିବାର ପୂର୍ଣ୍ଣ ଯୋଗ ରହୁଛି। ଆଜି ମକର ରାଶି ବ୍ୟକ୍ତି ଯାହାକି ଆପଣଙ୍କ ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି ଆଜି ମଧୁର ବାର୍ତ୍ତାଳାପ କରିବା ସହିତ ନୂତନ ପ୍ରେମ ବାର୍ତ୍ତାଳାପ କରିବା ପାଇଁ ଯଦି ଯୋଉମାନେ ଇଚ୍ଛା ପ୍ରକଟ କରିଛନ୍ତି ନିଶ୍ଚିତ ଆପଣଙ୍କ ପାଇଁ ଆଜି ଉନ୍ନତ ଦିନ ହୋଇପାରେ। ଆଜି ମକର ରାଶି ବ୍ୟକ୍ତି ଯାହାକି ପରିବାର ବର୍ଗ ବନ୍ଧୁ ବର୍ଗଙ୍କ ସହିତ ଆଜି ହସ ଖୁସିରେ ଦିନ କଟିବାର ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ଗ୍ରହ ମାନେ। ଆଜି ମକର ରାଶି ବ୍ୟକ୍ତି ଯାହାକି ବେପାର ବାଣିଜ୍ୟରେ ଯୋଉମାନେ କାର୍ଯ୍ୟ କରୁଛନ୍ତି ଆପଣ ଆଶା ଠାରୁ ଅଧିକ ଲାଭ କରିବାର ପୂର୍ଣ୍ଣ ଯୁଗ ରହୁଛି। ଆଜି ମକର ରାଶି ବ୍ୟକ୍ତି ଯାହାକି ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ନେବା ପାଇଁ ଗ୍ରହ ମାନେ ସମ୍ପୂର୍ଣ୍ଣ ସହଯୋଗ କରିବା ସହିତ ଆଜି କିଛି ଅର୍ଥ ମଧ୍ୟ ସଞ୍ଚୟ କରିବାର ପୂର୍ଣ୍ଣ ଯୁଗ ରହୁଛି। ଆଜି ମକର ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। ମକର ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 9। ଭାଗ୍ୟ ରଙ୍ଗ ଆପଣ ଧଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 85% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। କୁମ୍ଭ ରାଶି ବ୍ୟକ୍ତି ଆଜି ଆପଣଙ୍କର ଦିନଟି ମାନସିକ ପୀଡା ଅଶାନ୍ତ ପରିବେଶ ମନାନ୍ତର ଯୁଗ ରହୁଛି ଯାହାକି ଦୈନନ୍ଦିନ କାର୍ଯ୍ୟ କ୍ଷେତ୍ରରେ ଏହା ପ୍ରତି ଅନେକ ପ୍ରଭାବ ଦେଖା ଦେଇପାରେ। କାର୍ଯ୍ୟରେ ଅସ୍ଥିରତା ଏବଂ ଆପଣଙ୍କର ଯାହାକି କାର୍ଯ୍ୟ ହାନି ଯୁଗ ବନଉଛି। ତେଣୁ କୁମ୍ଭ ରାଶି ବ୍ୟକ୍ତି ଆଜି ନୂତନ କାର୍ଯ୍ୟ ନିଷ୍ପତ୍ତି ନବା ଠାରୁ ଦୂରତା ଅବଲମ୍ବନ କରିବା ସହିତ କୁମ୍ଭ ରାଶି ବ୍ୟକ୍ତି ଯାହାକି ଅଫିସ ଜନିତ କାର୍ଯ୍ୟ କ୍ଷେତ୍ରରେ ଯଦି ଜଡିତ ଅଛନ୍ତି ନିଜର କାର୍ଯ୍ୟ ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ଆଜି ନିଜର କାର୍ଯ୍ୟ ଭୁଲ କରିପାରନ୍ତି ତ୍ରୁଟି ଦେଖା ଦେଇପାରେ ଯାହାକି ଉପରସ୍ଥ କର୍ମଚାରୀଙ୍କ ଠାରୁ
ଗାଳି ଶୁଣିବାର ଅନେକ ଚାନ୍ସ ରହୁଛି। ତେଣୁ କୁମ୍ଭ ରାଶି ବ୍ୟକ୍ତି ଏହା ପ୍ରତି ସଚେତନ ରହିବା ସହିତ ଆଜି ଯାହାକି ଯୋଉମାନେ ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ନିଜର କାର୍ଯ୍ୟ ପ୍ରତି ସଚେତନ ଅବଲମ୍ବନ କରନ୍ତୁ। ଆଜି ଆବଶ୍ୟକ ସ୍ଥଳେ ସ୍ଥିର ରୁହନ୍ତୁ, କାରଣ ଆପଣଙ୍କ ପାଇଁ ଆଦୌ ଉତ୍ତମ ଯୁଗ ହୋଇନପାରେ। ଆଜି କୁମ୍ଭ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନେ ନିଜର ପାଠ ପଢାରେ ଅବହେଳା ଯୁକ୍ତ ରହିପାରନ୍ତି। ଗ୍ରହ ମାନେ ଆପଣଙ୍କର ଆଜି ନିମ୍ନଗାମୀ ରହୁ। ଆଜି କୁମ୍ଭ ରାଶି ବ୍ୟକ୍ତି ଯୋଉମାନେ ପ୍ରେମ ଜଗତରେ ଅଛନ୍ତି ସେମାନେ ଆଜି ନିଜର ପ୍ରେମ ସମ୍ବନ୍ଧକୁ ଭଲ ରଖିବା ପାଇଁ ଚେଷ୍ଟା କରନ୍ତୁ। ଆଜି କିଛି ମନାନ୍ତର ଯୁଗ, ନିଜ ଭିତରେ ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ ଏବଂ ମତଭେଦ ଅନେକ ପ୍ରକାର ଦେଖା ଦେଇପାରେ। ତେଣୁ ଏହା ପ୍ରତି ଧ୍ୟାନ ସହ ଦବା ସହିତ ଆପଣଙ୍କର ପ୍ରେମ ସମ୍ବନ୍ଧରେ ଯାହାକି ନୂତନ କୌଣସି କଥାବାର୍ତ୍ତା କରନ୍ତୁ ନାହିଁ ଯାହା ଆପଣଙ୍କ ପାଇଁ ଭଲ ହେବେ। ତେବେ ଆଜି କୁମ୍ଭ ରାଶି ବ୍ୟକ୍ତି ପରିବାର ବର୍ଗ ଏବଂ ବନ୍ଧୁ ବର୍ଗଙ୍କ ସହିତ ଆପଣଙ୍କର ଯୁକ୍ତିତର୍କ କଳହ ହବାର ଚାନ୍ସ ରହୁଛି। ତେଣୁ କୁମ୍ଭ ରାଶି ବ୍ୟକ୍ତି ଏହା ପ୍ରତି ନିଶ୍ଚିତ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆଜି କୁମ୍ଭ ରାଶି ବ୍ୟକ୍ତି ଯାହାକି ବେପାର ବାଣିଜ୍ୟରେ ଆପଣ ଯାହାକି ଅନେକ ପ୍ରକାର କ୍ଷତି ସାମ୍ନା କରିବାକୁ ପଡିପାରେ। ତେଣୁ ବେପାର ବାଣିଜ୍ୟ କରୁଥିଲେ ନିଶ୍ଚିତ ସଚେତନ ରୁହନ୍ତୁ। କୁମ୍ଭ ରାଶି ବ୍ୟକ୍ତି ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ଅନେକ ପ୍ରକାର ଦେଖା ଦେଇପାରେ। କୁମ୍ଭ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 1, ଭାଗ୍ୟ ରଙ୍ଗ ଆପଣ ସୁନେଲି ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 40% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ। ମୀନ ରାଶି ବ୍ୟକ୍ତିଙ୍କର ଆଜି ଭାଗ୍ୟ ଗ୍ରହ ଅତି ଉତ୍ତମ ଯୁଗ ରହୁଛି। ଆଜି ଆପଣଙ୍କର ଭାଗ୍ୟ ଉଦୟ ଯୁଗ କହିଲେ ଅତୃପ୍ତି ହେବ ନାହିଁ। ତେଣୁ ଆଜି ମୀନ ରାଶି ବ୍ୟକ୍ତି ଯେକୌଣସି କାର୍ଯ୍ୟ କରୁଛନ୍ତି ସେ କାର୍ଯ୍ୟରେ ନିଶ୍ଚିତ ସଫଳତା ଅର୍ଜନ କରିବା ସହିତ କିଛି କାର୍ଯ୍ୟ ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରିପାରନ୍ତି। ଆଜି ମୀନ ରାଶି ବ୍ୟକ୍ତି ଯାହାକି ଆପଣଙ୍କର କାର୍ଯ୍ୟ କୌଶଳ ସମ୍ପୂର୍ଣ୍ଣ ଭିନ୍ନ ପ୍ରକାର ହୋଇପାରେ ଏବଂ ନିଜର କାର୍ଯ୍ୟ କ୍ଷେତ୍ରରେ ଆଗକୁ ବଢିବା ସହିତ ଦୈନନ୍ଦିନ କାର୍ଯ୍ୟ ଆପଣ ସମ୍ପୂର୍ଣ୍ଣ ସହଯୋଗ କରିବେ ସାଙ୍ଗସାଥୀ ମାନେ। ତେବେ ମୀନ ରାଶି ବ୍ୟକ୍ତି ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ କରିବାର କ୍ଷମତା ଆପଣଙ୍କ ପାଖରେ ଦେଖା ଦେଇପାରେ। ଆଜି ମୀନ ରାଶି ବ୍ୟକ୍ତି ଯାହାକି ଯୋଉମାନେ ଅଫିସ ଜନିତ କାର୍ଯ୍ୟରେ ଜଡିତ ଅଛନ୍ତି ସେମାନଙ୍କର କାର୍ଯ୍ୟ ନିଶ୍ଚିତ ଉତ୍ସାହଜନକ ହୋଇପାରେ ଏବଂ ଆପଣଙ୍କ ଉପରସ୍ଥ କର୍ମଚାରୀ ଆପଣଙ୍କ ଉପରେ ସମ୍ପୂର୍ଣ୍ଣ ଫିଦା ରହିପାରନ୍ତି। ତେବେ ମୀନ ରାଶି ବ୍ୟକ୍ତି ଆଜି ଆପଣଙ୍କର ପ୍ରେମ ଜଗତରେ ଯୋଉମାନେ ଜଡିତ ଅଛନ୍ତି ଆପଣଙ୍କ ପାଇଁ ଏକ ଉନ୍ନତ ଦିନ ହୋଇପାରେ, ଯାହାକି ନୂତନ ପ୍ରେମ ବାର୍ତ୍ତାଳାପ କରିବା ପାଇଁ ଗ୍ରହ ମାନେ ସମ୍ପୂର୍ଣ୍ଣ ସହଯୋଗ କରିବା ସହିତ ଯୋଉମାନେ ପ୍ରେମ ଜଗତରେ ଅଛନ୍ତି ଆଜି ମଧୁର ବାର୍ତ୍ତାଳାପ କରିବାର ଗ୍ରହ ମାନେ ଶୁଭ ଯୁଗ ରହୁଛି। ତେବେ ନୂତନ ଯୋଉମାନେ ବିବାହ କରିଛନ୍ତି ଯାହାକି ସେମାନଙ୍କର ଭଲ ସମ୍ପର୍କ ରହିବ, ଯାହା ଆପଣଙ୍କର ପୂର୍ବରୁ ଯଦି ସମସ୍ୟା ଥିବ ଆଜି ସମାଧାନ ହବାର ଚାନ୍ସ ରହୁଛି। ଆଜି ମୀନ ରାଶି ବ୍ୟକ୍ତି ପରିବାର ବର୍ଗ ଏବଂ ବନ୍ଧୁ ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରହିବା ସହିତ ଯୋଉମାନେ ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ନିଶ୍ଚିତ ଆପଣଙ୍କର ଆଜି ସୁଖ୍ୟାତି ଅର୍ଜନ କରିବାର ସମ୍ପୂର୍ଣ୍ଣ ଗ୍ରହ ମାନେ ଆପଣଙ୍କୁ ସାଥ ଦଉଛନ୍ତି। ଆଜି ମୀନ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଭାଗ୍ୟ ଗ୍ରହ ସମ୍ପୂର୍ଣ୍ଣ ଶୀର୍ଷ ସ୍ଥାନରେ ରହିଛି। ଆଜି ମୀନ ରାଶି ବ୍ୟକ୍ତି ଯାହାକି ବେପାର ବାଣିଜ୍ୟ କରୁଥିଲେ ଆପଣ ଆଶା ଠାରୁ ଅଧିକ ଲାଭ କରିବା ଆପଣଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। ପୂର୍ବରୁ ଯଦି କିଛି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ନିଶ୍ଚିତ ସମାଧାନ ହବାର ଅନେକ ଚାନ୍ସ ରହୁଛି। ଆଜି ମୀନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 8, ଭାଗ୍ୟ ରଙ୍ଗ ଆପଣ ଗୋଲାପୀ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଓଁ ବିଷ୍ଣବେ ନମଃ। ନମସ୍କାର।